हेलो फ्रेंड्स। ଚାଲ ଆଜି ଆମେ ପଢ଼ିବା ବହିର ନାମ ହେଲା ଆମେ ଓ ଆମ ପରିବେଶ, ଚତୁର୍ଥ ଶ୍ରେଣୀ। ଠିକ୍ ଅଛି ପିଲାମାନେ, ତାହେଲେ ଚାଲ ପାଠଟି ଆରମ୍ଭ କରିବା। ଦେଖ ପିଲାମାନେ, ତ ଦେଖ ପିଲାମାନେ, ପାଠର ନାମ ହେଲା ଆମ ଜୀବନରେ ମାଟି। ଦେଖ ପିଲାମାନେ, ଏଇଟା ମାଟିରେ କ'ଣ ତିଆରି ହେଉଛି? କଳସୀ, ମାଠିଆ, ସମସ୍ତେ ମାଟିରେ ତିଆରି ହୋଇଥାଏ। ଦେଖ, ଏଇଟା ମାଟିରେ ତିଆରି କରିଛନ୍ତି। କିଏ କରୁଛି? କୁମ୍ଭାର ମାଟିରେ ତିଆରି କରୁଛି। ଏଇଟା ଦେଖ କ'ଣ? ଉଇ ହୁଙ୍କା, ଏଇଟା କେଉଁଠିରେ ତିଆରି? ଏଇଟା ବି ସେହି ମାଟିରେ ତିଆରି। ଦେଖ ପିଲାମାନେ, ଏଇଟା ହେଲା ଚାଳ ଘର। এই ଚାଳ ଘର କେଉଁଠି ତିଆରି କରିଥାନ୍ତି? ମାଟିରେ, ବାଉଁଶ ଏବଂ ମାଟିରେ ଚାଳ ଘର ମଧ୍ୟ ତିଆରି କରିଥାନ୍ତି। ଚିତ୍ର ଦେଖି ତଲ ସାରଣୀ ପୂରଣ କର। ତୁମେ କ'ଣ ଦେଖୁଛ ପିଲାମାନେ? এই ଚିତ୍ରରେ ଦେଖ, এইଟା କୁମ୍ଭାରଟି କ'ଣ କରୁଛି? ମାଟିରେ କଳସୀ ତିଆରି କରୁଛି। ହେଲା, ଆଉ କ'ଣ ଅଛି? ଏଇଟା ଉଇ ହୁଙ୍କା ମାଟିରେ ତିଆରି ହୋଇଛି। ଏ ଚାଳ ଘର ବି ମାଟିରେ ତିଆରି ହୋଇଛି। ଦେଖ, କେଉଁଥିରେ ତିଆରି? ଏଟା ମାଟିରେ ସବୁ ତିଆରି। କଳସୀ, ଉଇ ହୁଙ୍କା ଏବଂ ଚାଳ ଘର। ଆମେ କ'ଣ ଦେଖୁଛୁ? ଆମେ କଳସୀ ତିଆରି କରୁଛି, ଗୋଟେ କୁମ୍ଭାର ଆମେ ଦେଖୁଛୁ, ଉଇ ହୁଙ୍କା ଦେଖୁଛୁ ଏବଂ ଚାଳ ଘର ଦେଖୁଛୁ। ଏଇଟା କ'ଣ ଦେଖୁଛୁ ଏଥିରେ ଲେଖିବ। ଆଉ କେଉଁଥିରୁ ତିଆରି ସବୁ? କ'ଣ କେଉଁଥିରୁ ତିଆରି ଅଛି? ମାଟିରୁ ତିଆରି ହେଉଛି। ଏ ଦେଖ, ତୁମେମାନେ ଘରେ ବ୍ୟବହାର କରୁଥିବା ମାଟିରେ ତିଆରି ଜିନିଷ ଗୁଡ଼ିକର ତାଲିକା କର। ପିଲାମାନେ, ତୁମ ଘରେ ମାଟି ତିଆରି କେଉଁ କେଉଁ ଜିନିଷ ସବୁ ଅଛି ସେଟା ତୁମେ ଘରେ ଦେଖ କିମ୍ବା ମାଆକୁ ପଚାରିକି ଏଥିରେ ଲେଖ। ସାରରେ ପୂରଣ କରିବ। ଦେଖ, ଏହା ବ୍ୟତୀତ ମାଟିରୁ ଆଉ କ'ଣ ମିଳିଥାଏ ଲେଖ। କାରଣ ମାଟିରୁ ଆମେ କ'ଣ ସବୁ ପାଇଥାଉ ସବୁ ଏଥିରେ ଲେଖିବ। କ'ଣ ମିଳିଥାଏ ପିଲାମାନେ? ମାଟିରୁ ଆମକୁ ଦେଖ, ଆମେ ମାଟିରେ କ'ଣ କରିଥାଉ? ମାଟିରେ ଆମେ ଚାଷ କରିଥାଉ। ଚାଲ ଆଉ ଦେଖିବ। ତାହେଲେ ଏହି ଆଲୋଚନା ତୁମେ କ'ଣ ଶିଖିଲ ତା ଜାଣିବା। ମାଟି ଉପରେ ଆମେ ଘର କରି ରହୁ, ଏହାରି ଉପରେ ଚଲାବୁଲା କରୁ। ମାଟିରେ ଚାଷ କରାଯାଏ, ଚାଷରୁ ଆମେ ଆମର ଖାଦ୍ୟ ପାଇଥାଉ। ଆମ ପରି ପଶୁପକ୍ଷୀ ଓ ବୃକ୍ଷଲତା ମଧ୍ୟ ମାଟି ଉପରେ ନିର୍ଭର କରିଥାନ୍ତି। ଅତ୍ୟାବଶ୍ୟକ ଜିନିଷ ଗୁଡ଼ିକ ଯଥା ଖାଦ୍ୟ, ବାସଗୃହ ପାଇଁ ଜୀବଜଗତ ମାଟି ଉପରେ ନିର୍ଭରଶୀଳ। ନିଜେ କରି ଦେଖ ଏଇଟା। ତୁମ ଅଞ୍ଚଳର ସବୁ ମାଟି କ'ଣ ଏକ ପ୍ରକାର? ପିଲାମାନେ, ତୁମ ଅଞ୍ଚଳରେ ଦେଖାଯାଇଥିବା ମାଟି କ'ଣ ସବୁ ସମାନ ଦେଖାଯାଏ କି? ସେଗୁଡ଼ିକ ଏକା ପ୍ରକାର କି ନୁହେଁ ଜାଣିବା ପାଇଁ ବିଭିନ୍ନ ସ୍ଥାନ ଯଥା ପୋଖରୀ, ହୁଡ଼ା, ବିଲ, ନଈକୂଳରୁ ମାଟି ସଂଗ୍ରହ କରି ଆଣ। ଖରାରେ ଏହାକୁ ଭଲ ଭାବରେ ଶୁଖାଅ। ବିଭିନ୍ନ କିସମ ମାଟିକୁ ଆଙ୍ଗୁଠିରେ ଘଷ।
ଯବ କାଚ ସାହାଯ୍ୟରେ ସେହି ମାଟିକୁ ଦେଖ ଓ ତଳେ ଦିଆଯାଇଥିବା ଶ୍ରେଣୀଗୁଡ଼ିକୁ ପୂରଣ କର। ତ ପିଲାମାନେ ଚିତ୍ରଟି ଦେଖୁଛ, ପ୍ରତ୍ୟେକ ଜାଗାରୁ ତୁମେ ମାଟି ମୁଠେ ମୁଠେ ଆଣିକି ରଖିବ ଆଉ ଖରାରେ ଶୁଖାଇଦେବ। ତାପରେ ଏ ଯବ କାଚ ସାହାଯ୍ୟରେ ତାହାକୁ ଦେଖିବ କେଉଁଟା କେମିତି ଦେଖାଯାଉଛି। ହେଲା, ଦେଖିଲା ପରେ କ'ଣ କରିବ ଦେଖ, ବିଭିନ୍ନ ସ୍ଥାନରୁ ଆଣିଥିବା ମାଟି, ଆମେ କେଉଁ କେଉଁ ଜାଗାରୁ ମାଟିଟା ଆଣିଛୁ ସେ ମାଟିଟା ଏଥିରେ ସେ ଜାଗାର ନାମ ଲେଖିବା। ରଙ୍ଗ, ସେ ମାଟିର ରଙ୍ଗ କିପରି ତାହା ଲେଖିବା। ହାତ କିପରି ଲାଗିଲା ପିଲାମାନେ, ହାତରେ ଧରିଲେ ଆମେ ଅଧା ମାଟି କ'ଣ ହୋଇଥାଏ ବିଚଳିଆ ଲାଗିଥାଏ। ଠିକ୍ ସେପରି ସବୁ ମାଟି ଅଲଗା ଅଲଗା ପ୍ରକାର ଲାଗିଥାଏ, କେମିତି ଲାଗୁଥାଏ ସେଇଟା ଏଥିରେ ଲେଖିବ। ଏଥିରୁ ତୁମେ ଜାଣିଲ ଯେ ଦେଖ, ନଈ ବା ସମୁଦ୍ର କୂଳରେ ବାଲି ମିଳେ, ଆମକୁ ଯେମିତି ନଈ ଏବଂ ସମୁଦ୍ର କୂଳରେ କ'ଣ ମିଳେ ପିଲାମାନେ, ଏଠିରେ ଆମକୁ ବାଲି ମିଳେ। କୁଆ ବା ପୋଖରୀ ଖୋଲା ହେଲା ବେଳେ ବି ବାଲି ଓ ପଙ୍କ ବାହାରେ। କୂଅରେ ପିଲାମାନେ ବହୁତ ତଳକୁ ଟିକେ ଗଲେ କ'ଣ ବାଲି ମିଳିଥାଏ। କେତେକ ଅଞ୍ଚଳର ବିଲରେ କଳା ମାଟି ଚିକିଟା ମାଟି ମିଳେ। କେତେକ ଅଞ୍ଚଳରେ କ'ଣ ମିଳିଥାଏ ପିଲାମାନେ, କଳା ମାଟି ମିଳିଥାଏ ଏବଂ ଚିଟିକା ମାଟି ମଧ୍ୟ ମିଳିଥାଏ। ସବୁ ମାଟି ସମାନ ଦେଖା ନଯାଉଥାଏ କି ସମାନ ଲାଗୁନଥାଏ ଆମେ ହାତରେ ଧରିଲେ ବି। କେତେକ ଜମିରୁ ବନ ମାଟି ମିଳେ, ଆଉ କେତେକ ଜମିରେ ବାଲି ମିଶା ଫସଫସିଆ ମାଟି ମିଳେ। ପାହାଡ଼ିଆ ଅଞ୍ଚଳରେ ଗେରୁଆ ରଙ୍ଗର ମାଟି ବା ନାଲି ମାଟି ମିଳେ। ତେଣୁ ବିଭିନ୍ନ ପ୍ରକାର ମାଟି ଅଛି, ସେଗୁଡ଼ିକ ହେଲା ଦେଖ ପିଲାମାନେ, କେଉଁ ପ୍ରକାର ମାଟି ଅଛି ସେଗୁଡ଼ିକ ଚାଲ ଦେଖିବା। ବାଲିଆ ମାଟି ଦେଖ, ଯେଉଁ ମାଟି ହାତକୁ ରୁଆ ରୁଆ ଓ ଟାଣ ଲାଗେ, ଜଲଦି ଭାଙ୍ଗେ ନାହିଁ, ସେଥିରେ ସରୁ ବା ମୋଟା ବାଲି ଦାନା ଥାଏ, ତାହାକୁ କ'ଣ କୁହାଯାଏ, ତାହାକୁ ବାଲିଆ ମାଟି କୁହାଯାଏ। ଦେଖ ମଟାଳ ମାଟି କ'ଣ, ଚିଟିକା ମାଟି ଓ ପଙ୍କ ମାଟି ବା କାଦୁଅ ମାଟି ଏହି ଜାତୀୟ ମାଟି। ଏହି ମାଟି ଶୁଖିଲେ ପାଉଁଶିଆ ଦିଶେ, ପାଣି ପଡ଼ିଲେ କଳା ଦିଶେ, ଦଳିଲେ ଟାଣ ଲାଗେ। ଏହାକୁ କେଉଁ ମାଟି କୁହାଯାଏ, ଏହାକୁ ମଟାଳ ମାଟି କୁହାଯାଏ। ଦେଖ ଦୋସରା ମାଟି କିପରି ଲାଗେ, ମଟାଳ ମାଟି ସହିତ ବାଲି ମିଶି ଦୋସରା ମାଟି ହୁଏ। ବନ ମାଟି ଏହି କିସ। ପଟୁ ମାଟି କିପରି, ଏହି ମାଟି ସହଜରେ ଭାଙ୍ଗେ, ହାତକୁ ନରମ ଲାଗେ, ଏଥିରେ ଦାନା ବି ନଥାଏ। ଏ ପଟୁ ମାଟି କ'ଣ ହୋଇଥାଏ ପିଲାମାନେ, ପଟୁ ମାଟି ବେଶୀ ଚାଷ ମଧ୍ୟ ହୋଇଥାଏ। ପଟୁ ମାଟି ବେଶୀ ଉର୍ବର ଥାଏ, ଏଥିରେ ଚାଷ ବେଶୀ ଭଲ ହୋଇଥାଏ। ଗେରୁଆ ମାଟି, ପାହାଡ଼ିଆ ଅଞ୍ଚଳରେ ଗେରୁଆ ରଙ୍ଗର ମାଟି ବା ନାଲିଆ ମାଟି ମିଳେ। ଏହି ମାଟି ଓ ଛୋଟ ପଥର ମିଶିଥାଏ, ଏହାକୁ ପାହାଡ଼ିଆ ଗେରୁଆ ମାଟି କହନ୍ତି। ଏ ମାଟିରେ କ'ଣ ଥାଏ, ଏ ମାଟିରେ ଛୋଟ ଛୋଟ ପଥର ମିଶିଥାଏ ଏଇ ଗେରୁଆ ମାଟିରେ। ଦେଖ ମାଟିର ଉର୍ବରତା ଜାଣିବା। ତୁମେ ଦେଖିଛ ଯେ ଗୋଟିଏ ପ୍ରକାରର ଗଛ ଭିନ୍ନ ଭିନ୍ନ ମାଟିରେ ଲଗାଇଲେ ତାହା ସମାନ ଭାବରେ ବଢ଼ି ନଥାଏ। ଗୋଟିଏ ଜମିରେ ବାରମ୍ବାର ଚାଷ କଲେ ମଧ୍ୟ ମାଟିର ଉର୍ବରତା କମିଯାଏ। ଠିକ୍ ସେଥିରୁ ଆମେ ଜାଣିଲେ ସବୁ ମାଟିର ଉର୍ବରତା ସମାନ ନୁହେଁ, ସବୁ ମାଟିରେ ଭଲ ଫସଲ ହୁଏ ନାହିଁ। ଯେଉଁ
ଯେଉଁ ମାଟିରେ ଗଛ ଭଲ ବଢ଼େ ତାକୁ ଉର୍ବର ମାଟି କହନ୍ତି। ପଟୁ ମାଟି ସବୁଠାରୁ ଉର୍ବର। ତା ତଳକୁ ଦୋସରା, ମଟାଳ ଓ ବାଲିଆ ମାଟି। ନିଜେ କରି ଦେଖ ପିଲାମାନେ, ଏଟା ଦେଖିବେ ଚାଲ। ଭିନ୍ନ ଭିନ୍ନ ପ୍ରକାର ମାଟି ଆଣ, ସେଗୁଡ଼ିକ ଭିନ୍ନ ଭିନ୍ନ କାଚ, ଶସ୍ତ ପ୍ଲାଷ୍ଟିକ ପାତ୍ର ରଖ। ପ୍ରତ୍ୟେକ ପାତ୍ରରେ ମାଟି ଢାଲି ଘାଣ୍ଟି ଦିଅ। 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ସ୍ଥିର ଭାବରେ ରଖିଦିଅ। ନମ୍ବର 1 ଦେଖ, କେଉଁ ପାତ୍ରର ମାଟି ଅଧିକ ବାଲି ଅଛି? ତମେ ଯେଉଁ ମାଟି ରଖିଛ ପିଲାମାନେ ପ୍ଲାଷ୍ଟିକ ଡବାରେ ଆଣିକି, ସେଥିରେ ଦେଖିବ କେଉଁ ମାଟିରେ ବେଶୀ ବାଲି ଅଛି ଜଣା ପଡ଼ିବ। କେଉଁ ମାଟି ଅଛି ପିଲାମାନେ ବେଶୀ ବାଲୁ? ଚାଲ ଏଠି ଦେଖି ନେବା। ଦେଖ, ବାଲିଆ ମାଟିରେ ବେଶୀ ବାଲିଦାନା ଥାଏ ହେଲା। ଚାଲ 2 ନମ୍ବର ଦେଖିବା କ'ଣ ଅଛି। କେଉଁ ମାଟିରେ ଅଧିକ ଜିନିଷ ଭାସୁଛି? କେଉଁ ମାଟିରେ ଅଧିକ ଜିନିଷ ଭାସୁଛି? କେଉଁ ମାଟି ପିଲାମାନେ ଏଇଟା? କେଉଁ ମାଟି ଦେଖ? ପଙ୍କ ମାଟି, କାଦୁଅ ଏଥିରେ ବେଶୀ ଭାସିଥାଏ। ମଟାଳ ମାଟିରେ। ଦେଖ, ମାଟିର ଉପର ଭାଗରେ ପଶୁପକ୍ଷୀଙ୍କ ମଳ ଓ ଗଛପତ୍ରର ପଚାସଢ଼ା ଅଂଶ ମିଶିଥାଏ। ଏହା ଉପର ସ୍ତରରେ ଭାସେ। ଏହାକୁ ନମ୍ବର 2 ଦେଖ, କେଉଁ ମାଟିରେ ଅଧିକ ଜିନିଷ ଭାସୁଛି? ଦେଖ, ମାଟିର ଉପର ଭାଗରେ ପଶୁପକ୍ଷୀଙ୍କର ମଳ ଓ ଗଛର ପତ୍ର ପଚାସଢ଼ା ଅଂଶ ମିଶିଥାଏ। ଏହା ଉପର ସ୍ତରରେ ଭାସେ। ଏଇ ଜିନିଷ ସବୁ ଉପର ସ୍ତରରେ ଭାସେ। ଏହାକୁ ହ୍ୟୁମସ୍ ବା ଖତିର କୁହାଯାଏ। ଯେଉଁ ମାଟିର ହ୍ୟୁମସ୍ ଅଧିକ ଥାଏ ତାହା ଅଧିକ ଉର୍ବର। ଏଥିରେ ପଚାସଢ଼ା ଅଂଶ ମିଶିଥିବାରୁ ଏହା ଉର୍ବର ଓ ପଟୁମାଟି ଶ୍ରେଣୀର। ଗଛ ବଢ଼ିବା ପାଇଁ ଏହା ବିଶେଷ ଉପଯୋଗୀ। ଉର୍ବର ପଟୁମାଟି ସାଧାରଣତଃ ନଈ ପଠାରେ ମିଳିଥାଏ। କାହିଁକି? ଉର୍ବର ପଟୁମାଟି ସାଧାରଣତଃ ନଈ ପୋଖରୀରେ ମିଳିଥାଏ। କାହିଁକି? ଦେଖ, ଏଥିରେ ସବୁ ଗଛ ପତ୍ରର ପଚାସଢ଼ା ଅଂଶ ନଈରେ ଭାସି ଆସିଥାଏ। ପଶୁପକ୍ଷୀଙ୍କର ମଳମୂତ୍ର ମଧ୍ୟ ନଦୀରେ ଭାସି ଆସିଥାଏ। ସେଇଟା ଆସିକି ସେ ନଈ ଖୋଳରେ ରହୁଥିବାରୁ ସେଇଟା ଉର୍ବର ମାଟି ସାଧାରଣ ନଈ ଖୋଳିରେ ମିଳିଥାଏ। ସବୁ ସେଇ ଜିନିଷ ପତ୍ର ସେ ନଈ ଖୋଳରେ ରହିଯାଇଥାଏ। ଆମେ ଭଲ ଫସଲ କରିବା ପାଇଁ ମାଟିକୁ କିପରି ଉର୍ବର କରିବା? ପିଲାମାନେ ଦେଖ, କ'ଣ କରିବା? ଆମେ ପଶୁପକ୍ଷୀଙ୍କ ମଳ ଦେବା, ଗଛପତ୍ର ପଚାସଢ଼ା ଅଂଶ ଦେବା। ଖତିଆ ଅଂଶ ଦେଲେ ମାଟି ଉର୍ବର ହୋଇଥାଏ। ତୁମ ଅଞ୍ଚଳରେ ଗାଁରେ ଚାଷ କରୁଥିବା ଲୋକମାନେ ଜମିର ଉର୍ବରତା ବଢ଼ାଇବା ପାଇଁ ଜମିରେ କ'ଣ ସବୁ ଦିଅନ୍ତି? ସମସ୍ତେ ଦେଖିଛ, ଗାଈର ମଳ ଦେଇଥାନ୍ତି। ଗୋବର ଯେଉଁଟା, ସେଥିରେ ବି ଉର୍ବର ହୋଇଥାଏ। ଜମିଟା ଉର୍ବର ହୋଇଥାଏ। ଆମ ଗାଁ ଗହଳିରେ ସବୁ ସେଇ ଜିନିଷ ଦେଇଥାନ୍ତି।
ଆଉ ଦେଖ ସବୁ ଜମିର ଉର୍ବରତା ସମାନ ନୁହେଁ ବୋଲି ଆମେ ଜାଣିଲେ। ଆସ ଜାଣିବା ଜମିକୁ ଉର୍ବର କରିବାର ଆଉ କେତେକ ଉପାୟ। ହାଡ଼ ଗୁଣ୍ଡ ଓ ଲୁଣ। ଧନୀର ଚାଷ ଦେଖ ଆମେ କେମିତି ଉର୍ବର କରିବା ଜମିରେ। ଧନୀ ଚାଷ ଲଗାଇବା, ଜିଆ ପୋକ ଦେବା, ଖତ ଦେବା, ରାସାୟନିକ ସାର ଦେବା, ଜିଆ ଖତ ଦେବା। ଏଇ ଜିନିଷ ମାନେ ଦେଲେ କ'ଣ ହୋଇଥାଏ? ଚାଷ ଭଲ ହୋଇଥାଏ ଏବଂ ଜମି ଉର୍ବର ହୋଇଥାଏ। ଜମିରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଏ। ଫସଲ ଭଲ ହେବା ପାଇଁ ଗଛ ମାଟିରୁ ଧାବତ ଲବଣ ଓ ଜଳ ଗ୍ରହଣ କରିଥାଏ। ପ୍ରତ୍ୟେକ ପାଇଁ ଏକ ଲବଣ ଜଳର ଚାହିଦାରେ ତାରତମ୍ୟ ଥାଏ। ଏଥିପାଇଁ ମାଟିକୁ ପରୀକ୍ଷା କରାଯାଏ। ମାଟି ପାଇଁ ଆବଶ୍ୟକ ସାର ଦିଆଯିବା ଉଚିତ। ଦେଖ ମାଟିରେ ଅଧିକ ପରିମାଣରେ ରାସାୟନିକ ସାର ପ୍ରୟୋଗ କଲେ ଜମିର ଉର୍ବରତା ନଷ୍ଟ ହୋଇଥାଏ କାହିଁକି? ଦେଖ ପିଲାମାନେ, ମାଟିରେ ଯଦି ଆମେ ରାସାୟନିକ ସାର ଦେବା, ସେଇଟା ତ କୃତ୍ରିମ ସାର, ସେଥିରେ ଲବଣ ଅଂଶ ବେଶୀ ଥିବାରୁ ସେ ଆମ ମାଟିକୁ ନଷ୍ଟ କରିଦେଇଥାଏ। ନଈ ଆତଡ଼ା ଖାଇଲେ କ'ଣ ହୁଏ? ନଈ ଆତଡ଼ା ଖାଇଲେ କ'ଣ ହୋଇଥାଏ ପିଲାମାନେ? ତମେ ନିଜେ ଲେଖିବ। ଆଉ ଦେଖ ଗଲୁଆ ଜମିରୁ ମାଟି ଧୋଇ ହୋଇଗଲେ କ'ଣ ହୁଏ? ବାଲି ଗୁଡ଼ି ଦେଖାଯାଇଥାଏ। ଆଉ ଦେଖ ବର୍ଷା ପାଣିରେ ଗାଁ ଦାଣ୍ଡ ଖୋଲି ହୋଇଯାଇଥାଏ କାହିଁକି? ପିଲାମାନେ ଦେଖ ବର୍ଷା ହେଲେ ଗାଁ ଦାଣ୍ଡରେ ଖୋଲି ହୋଇଯାଇଥାଏ କାହିଁକି? ପିଲାମାନେ ଗାଁ ଦାଣ୍ଡରେ ସବୁ ବାଲିଆ ମାଟି ଥିବାରୁ ବାଲିକୁ ସବୁ ପାଣି ବାହାରକୁ ନେଇଯାଇଥାଏ। ସେଥିପାଇଁ ବର୍ଷା ହେଲେ ଗାଁ ଦାଣ୍ଡରେ ରାସ୍ତାଟା ଖୋଲି ହୋଇଯାଇଥାଏ। ଦେଖ ଗାଁ ଦାଣ୍ଡରେ ବୋହି ଯାଉଥିବା ବର୍ଷା ପାଣିରେ ମାଟି ଥାଏ କି? ଏହି ମାଟି କୋଉଠୁ ଆସେ? ଗାଁ ଦେଖ ପିଲାମାନେ ଚାଲିଗଲେ ସେ ଗୋଡ଼ରେ ଧୂଳି ଆସିଥାଏ ଏବଂ ଯେଉଁଟା ବର୍ଷା ହେଲେ ସେ ବର୍ଷା ପାଣିରେ ମାଟିଟା ଗାଁ ଦାଣ୍ଡକୁ ବୋହି ଆସିଥାଏ। ଫସଲ ପାଇଁ ଦରକାର ହେଉଥିବା ମାଟିର ଉପର ସ୍ତର ଧୋଇ ହୋଇଗଲେ ଜମିର ଉର୍ବରତା କମିଯାଏ। ନଈ ଆତଡ଼ା ଖାଇଲେ ମାଟି ଧସିଗଲେ କିମ୍ବା ପାହାଡ଼ ଉପରୁ ମାଟି ଧୋଇ ହୋଇଗଲେ ସେହି ମାଟି ଆଉ ପୂରଣ କରି ହୁଏ ନା। ମାଟି ଦରକାର ଲାଗୁନଥିବା ଜାଗାରେ ଯାଇ ଜମେ। ଯେଉଁଠି ଆମକୁ ମାଟି ଦରକାର ନଥାଏ ସେଠି ସେ ମାଟି ଯାଇକି ରହିଯାଇଥାଏ। ନଈ ସେମିତି କରିଥାଏ। ନଈରେ ପାଣିରେ ସବୁ ମାଟି ଭାସି ଯାଇଥାଏ। ତେଣୁ ମାଟିକୁ ଆମେ କ୍ଷୟ ହେବା ପାଇଁ ଦେବା ନାହିଁ। ତେଣୁ ଆମେ ମାଟିକୁ ସଂଗ୍ରହ କରିବା। ମାଟିକୁ ଆମେ ନଦୀରେ କି ପାଣିରେ କ୍ଷୟ ହେବା ପାଇଁ ଦେବା ନାହିଁ। ଆମେ ମାଟିକୁ ରଖିବା। କ'ଣ କଲେ ଧୋଇଯିବା ମାଟିକୁ ଅଟକାଇ ପାରିବା? ଆମେ ଦେଖ ଧୋଇଯିବା ମାଟିକୁ ଆମେ ଯଦି ଗଛ ଲଗାଇବା ବୋଲେ ସେଇ ଚେର ମଧ୍ୟରେ ମାଟିଟା ଯିବ ନାହିଁ। ଦେଖ ତିନୋଟି ଚିତ୍ର ବ୍ୟବହାର କର। ଅଧିକରୁ କମ୍ ପରିମାଣରେ ମାଟି କ୍ଷୟ ହେଉଥିବା ଅନୁଯାୟୀ ଚିତ୍ରଗୁଡ଼ିକ ତଳେ ଯଥାକ୍ରମେ 1, 2, 3 ଲେଖ। ଏହା କାରଣ ସମ୍ପର୍କରେ ସାଙ୍ଗମାନଙ୍କୁ ଆଲୋଚନା କର। ଦେଖ ପିଲାମାନେ ଚିତ୍ର ତିନୋଟିକୁ ଲକ୍ଷ୍ୟ କର। ଅଧିକରୁ କମ୍ ପରିମାଣର ମାଟି କ୍ଷୟ ହେଉଥିବାରୁ ଅନୁଯାୟୀ ଚିତ୍ରଗୁଡ଼ିକ ତଳେ ଯଥାକ୍ରମେ 1, 2, 3 ଲେଖ।
ତ ପିଲାମାନେ ଅତି କମରେ କେଉଁଠି କମ୍ କ୍ଷତି ହେବ ଏଇଠି, ଏଇଟା ହେଲା 1 ନମ୍ବର। ଦେଖ ତାପରେ କେଉଁଠି କମ୍ କ୍ଷତି ହେବ ପିଲାମାନେ, ଏଇଟା ବାନ୍ଧିକି ରଖାଯାଇଛି, ତାପରେ ଏଇଠି, ବୁଝିଲ। ତୁମ ଅଞ୍ଚଳର କେଉଁ କେଉଁ ସ୍ଥାନରୁ ମୃତ୍ତିକା ସଂଗ୍ରହ ହେବାର ଦେଖିଛ? ଲେଖ ତୁମେ ପିଲାମାନେ ତୁମ ଗାଁରେ କେଉଁ କେଉଁ ଜାଗାରେ ମୃତ୍ତିକା ସଂଗ୍ରହ କରାଯାଇଥାଏ ଏବଂ କେଉଁଠି କ୍ଷୟ ହୋଇଥାଏ ସେଇଟା ଏଠି ଲେଖ। ମୃତ୍ତିକା କ୍ଷୟ ରୋକିବା ପାଇଁ ତୁମ ଗ୍ରାମରେ ଲୋକମାନେ କ'ଣ ସବୁ କରନ୍ତି ପିଲାମାନେ? ସବୁ ଜମି ଚାରିଆଡ଼େ ଏମିତି ହିଡ଼ ବନେଇଥାନ୍ତି ଆଉ ଗଛ ଲଗାଇଥାନ୍ତି। ଆଉ ଚାଷ କଲେ ତ ମାଟି କ୍ଷୟ ହେବ ନାହିଁ, କାହିଁକିନା ସେ ଚାଷର ଯେଉଁ ଚେରଟା ସେ ମାଟିକୁ ଜାବୁଡ଼ି ଧରିବ। ଦେଖ ପିଲାମାନେ ଅଭ୍ୟାସ କାର୍ଯ୍ୟ ଆମେ କରିବା। ନମ୍ବର 1 ଦେଖ, ମାଟି ନଥିଲେ କ'ଣ ହୋଇଥାନ୍ତା ପିଲାମାନେ? ମାଟି ନଥିଲେ ଆମେ ରହିପାରନ୍ତା ନାହିଁ। ମାଟିରେ ଆମେ ସବୁ କିଛି ପାଉଛୁ। ନମ୍ବର 2 ଦେଖ, ନୀତିଦିନିଆ ଜୀବନରେ ବ୍ୟବହାର କରୁଥିବା ମାଟି ତିଆରି କେଉଁ କେଉଁ ଯେକୌଣସି 3ଟି ଜିନିଷର ଚିତ୍ର ଅଙ୍କନ କର। ଦେଖ ପିଲାମାନେ ଆମେ ଏଠି ମାଟି ତିଆରି କ'ଣ, ମାଟି କେମିତି ଥାଏ ପିଲାମାନେ? ଦେଖ ମାଟି ଏମିତି ତିଆରି କରିବ। ଆଉ କ'ଣ ମାଟିରେ ତିଆରି? ବଇଠି ଥାଏ, ଦୀପ, ଆଉ ଗୋଟେ ଜିନିଷ କର, ତୁମେମାନେ କରିବ। ପାର୍ଥକ୍ୟ ଲେଖ ପିଲାମାନେ। ଦୋସରା ମାଟି ଓ ମୋଟାଳ ମାଟି ବିଷୟରେ ପାର୍ଥକ୍ୟ ଲେଖିବ। ହେଲା ବାଲିଆ ମାଟି ଓ ପାହାଡ଼ିଆ ମାଟି ବିଷୟରେ ପାର୍ଥକ୍ୟ ଲେଖିବ। ଏଇଟା ଦେଖ ହ୍ୟୁମସ୍ କ'ଣ, ସେଥିପାଇଁ କ'ଣ ଥାଏ ସେ ବିଷୟରେ ଲେଖିବ। ବର୍ତ୍ତମାନ ଜିଆ ଚାଷ ଉପରେ ଏତେ ଗୁରୁତ୍ୱ ଦିଆଯାଉଛି କାହିଁକି ପିଲାମାନେ? ସେଟା ହେଲା ପ୍ରାକୃତିକ ଖତ, ତାକୁ ଦେଲେ ଆମ ଜମିରେ କ'ଣ ହୋଇଥାଏ? ଆମ ଜମି ଉର୍ବର ହୋଇଥାଏ ଆଉ ଚାଷ ଭଲ ହୋଇଥାଏ। କ'ଣ ଦେଲେ? ଜିଆ ଖତ ଦେଲେ। ସେଥିପାଇଁ ସମସ୍ତେ ଜିଆ ଚାଷ ପାଇଁ ଅଧିକ ବର୍ତ୍ତମାନ ଧ୍ୟାନ ଦେଉଛନ୍ତି। ଦେଖ ନମ୍ବର 6 ପିଲାମାନେ, ସମ୍ଭାବ୍ୟ ଉତ୍ତର ଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛ। ତା ପାଖରେ ପାସ୍ ଚିହ୍ନ ଦିଅ। ନମ୍ବର କ ଦେଖ, କେଉଁ ପ୍ରକାରର ମାଟିରେ ଫସଲ ଭଲ ବଢ଼େ ପିଲାମାନେ? ଦେଖ କେଉଁ ପ୍ରକାର ମାଟିରେ ଫସଲ ଭଲ ହୋଇଥାଏ। ନମ୍ବର 1ରେ ଦେଇଛୁ କି ମାଟି? ପଟୁ ମାଟି। ନମ୍ବର 2ରେ ଦେଇଛି କେଉଁ ମାଟି? ବାଲିଆ ମାଟି। ଏବଂ ନମ୍ବର 3ରେ ଦେଉଛି କେଉଁ ମାଟି? ଦୋସରା ମାଟି। ଏବଂ ନମ୍ବର 4ରେ ଦେଇଛି କେଉଁ ମାଟି? ମୋଟାଳ ମାଟି। ତ ଦେଖ ପିଲାମାନେ କେଉଁ ମାଟିରେ ଭଲ ଚାଷ ହୁଏ? ଦେଖ ନମ୍ବର 1 ପିଲାମାନେ, ପଟୁ ମାଟିରେ ଚାଷ ଭଲ ହୋଇଥାଏ। ନମ୍ବର 6 ଦେଖ, ମାଟିର ଉର୍ବରତା ଅନୁସାରେ
କେଉଁ ସଜ୍ଜୀକରଣ ଠିକ୍? ଏକରେ ଦେଇଛି ପିଲାମାନେ ଦେଖ, 1 ନମ୍ବର ଦେଇଛି ପଟୁ ମଟାଳ ଦୋସରା, 2 ନମ୍ବର ଦେଇଛି ପଟୁ ଦୋସରା ମଟାଳ, 3 ନମ୍ବର ଦେଇଛି ପଟୁ ବାଲିଆ ଦୋସରା, 4 ନମ୍ବରରେ ଦେଇଛି ପିଲାମାନେ ପଟୁ ବାଲିଆ ମଟାଳ। ମାଟିର ଉର୍ବରତା ଅନୁସାରେ କେଉଁ ସଜ୍ଜୀକରଣ ଠିକ୍ ପିଲାମାନେ? ନମ୍ବର କେତେ? ନମ୍ବର 2। ପ୍ରଥମେ ପଟୁ ମାଟି, ତାପରେ ଦୋସରା ମାଟି, ତାପରେ ମଟାଳ ମାଟି। ବୁଝିଲ? ଦେଖ ନମ୍ବର ଦେଖ 7। ରକ ମୃତ୍ତିକା କ୍ଷୟ ହେବାର 3ଟି କାରଣ ଲେଖ ପିଲାମାନେ। କାହିଁକି ମୃତ୍ତିକା କ୍ଷୟ ହୋଇଥାଏ? 1ରେ ବର୍ଷା ହେବାରୁ, 2ରେ ଯଦି ମୃତ୍ତିକା ସଂରକ୍ଷଣ ନ କରିବା, 3 ଅପସନ୍ଟି ତୁମେ ନିଜେ ଲେଖିବ। ନମ୍ବର ଖ ଦେଖ, ମୃତ୍ତିକା କ୍ଷୟ ରୋକିବା ପାଇଁ 3ଟି ଉପାୟ ଲେଖିବ ପିଲାମାନେ। ପାଣି ଆସିଲେ ମୃତ୍ତିକା କ୍ଷୟ ହୋଇଥାଏ। ଯଦି ଆମେ ମାଟିକୁ ସଂରକ୍ଷଣ ନ କରିବା, ଚାଷ ନ କରିବା କି ଗଛ ନ ଲଗାଇଲେ ମାଟି କ୍ଷୟ ହୋଇଥାଏ। ପିଲାମାନେ ତୁମ ପାଇଁ କାମ ଦେଖ, ତୁମେ ନିଜେ କରିବ। ତୁମ ଅଞ୍ଚଳରେ ମିଳୁଥିବା ମାଟିକୁ ଆଣି ଶୁଖାଇ ଗୁଣ୍ଡ କର। ତୁମ ଅଞ୍ଚଳରେ ମିଳୁଥିବା ମାଟିକୁ ପିଲାମାନେ ଆଣିକି ଶୁଖାଇବ ଖରାରେ ଏବଂ ସେ ମାଟିକୁ ଗୁଣ୍ଡ କରିବ। ଜଲିତରେ ସେହି ମାଟି ବିଷୟରେ ଲେଖିବ। এই ସାରଣୀ ଦେଇଛି ପିଲାମାନେ। এই ସାରଣୀରେ କ'ଣ କରିବ? ତୁମେ ସେହି ଯେଉଁ ମାଟି ତୁମେ ଆଣିଥିବ ସେ ମାଟି ବିଷୟରେ ଲେଖିବ। ଏଥିରେ କ'ଣ ମାଟିର ନାମ, ସେ ମାଟି କେଉଁ ମାଟି, ପଟୁ ମାଟି କି ବାଲିଆ ମାଟି କେଉଁ ମାଟି, ସେ ମାଟିର ନାମ ଏଥିରେ ଲେଖିଦେବ। କେଉଁ ତାରିଖରେ ସଂଗ୍ରହ କରିଛ ପିଲାମାନେ? ତୁମେ ସେ ମାଟିକୁ କେତେ ତାରିଖରେ ଆଣିଛ ସେ ତାରିଖଟା ଏଥିରେ ଲେଖିଦେବ। 1 ତାରିଖ ନା 2 ତାରିଖ ନା ଯେତେ ତାରିଖ ଆଣିଛ ସେ ତାରିଖଟା ଏଥିରେ ଲେଖିଦେବ। କେଉଁ ସ୍ଥାନରୁ, କେଉଁ ଜାଗାରୁ ଆଣିଛ ପିଲାମାନେ, ସେଟା ଏଥିରେ ଲେଖିଦେବ। ତୁମେ ସେ ମାଟିଟାକୁ କେଉଁ ଜାଗାରୁ ସଂଗ୍ରହ କରିଛ। କେଉଁ ଚାଷ କରାଯାଇଥାଏ? ଅନ୍ୟାନ୍ୟ ବିଶେଷଣ ପିଲାମାନେ ଯେଉଁ ମାଟି ପିଲାମାନେ ଆଣିଛ ସେଇ ମାଟିରେ କେଉଁ ଚାଷ କରାଯାଇଥାଏ ବା କେଉଁ ଚାଷ ଭଲ ହୋଇଥାଏ ସେ ବିଷୟରେ ଏଥିରେ ଲେଖିବ। ଠିକ୍ ଅଛି ପିଲାମାନେ, ଆଜି ତ ସମୟ ଯାଇଥି, ପୁଣି ଦେଖା ହେବ ଆଉ ଗୋଟିଏ ପାଠରେ। ତୁମମାନଙ୍କୁ ପିଲାମାନେ ଏହି ପାଠଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ଲାଇକ୍ କରିବ ଏବଂ ସେୟାର କରିବ। କାହିଁକିନା ତୁମେମାନେ ଏହି ଚ୍ୟାନେଲରେ ଆଉ ଅନେକ ଏମିତି ଭିଡ଼ିଓ ଦେଖିବାକୁ ପାଇବ। ସେଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥିଲେ ତୁମ ପାଇଁ ଉପଯୋଗୀ ହେବ। ଠିକ୍ ଅଛି ପିଲାମାନେ, ତାହେଲେ ଏଇଠି ମୁଁ ଏହି ଚ୍ୟାନେଲକୁ ଏଇ ଭିଡ଼ିଓକୁ ମୁଁ ରଖୁଛି। ପୁଣି ଆଉ ଗୋଟିଏ ଭିଡ଼ିଓ ଆଣିବି ତୁମମାନଙ୍କ ପାଇଁ। ବହୁତ ସୁନ୍ଦର ସୁନ୍ଦର ଭିଡ଼ିଓ ପିଲାମାନେ ଏଇ ଚ୍ୟାନେଲରେ ପ୍ରଥମରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ ଏବଂ ସମସ୍ତ ପାଠର ପ୍ରଶ୍ନ ଉତ୍ତର ଦେଖିବାକୁ ପାଇବ। ସେଥିପାଇଁ ଶୀଘ୍ର ଡେରି ନକରି ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଏଇଟା ଦେଖୁଛ ପିଲାମାନେ, ଏଇଟା ହେଲା କ'ଣ? ରାସାୟନିକ ସାର। ଏଇଟା ଧଣିର ଚାଷ। ଦେଖ, ଧଣି ଚାଷ ପିଲାମାନେ ଏଇଟା କରାଯାଉଛି। ଧଣି ଚାଷ କରି କ'ଣ ହୋଇଥାଏ? ଜମିଟା ଉର୍ବର ହୋଇଥାଏ ହେଲା। ଆଉ ଜିଡ଼ିଆ, ଏଇଟା ଗୋବର ଖତ ପିଲାମାନେ। ଦେଖ, ଖତ ଜିଆ ଖତ। ଦେଖ ପିଲାମାନେ, ଜିଆ ଖତ କେମିତି ତିଆରି କରିଥାଉ? ଜିଆକୁ ଆମେ ଗୋଟିଏ ଟାଙ୍କିରେ ଡାଲିଥାଉ ଏବଂ ସେଥିରେ କିଛି ପଦାର୍ଥ ଦେଇଥାଉ, ଯେମିତି ପତ୍ର, ମାଟି। ତାକୁ ଜିଆ ଖାଇଥାଏ ଏବଂ ସେଥିରେ ଯେଉଁ ବାହାରିଥାଏ ସେଟା ହେଲା ଜିଆ ଖତ। ହାଡ଼ ଗୁଣ୍ଡ। ଦେଖ, ଏଇଟା ହାଡ଼ ଗୁଣ୍ଡ ଏବଂ ଲୁଣ।
ଲୁଣ ଦେଲେ ବି ମଧ୍ୟ ଜମି ଉର୍ବର ହୋଇଥାଏ ପିଲାମାନେ, ଏବଂ ହାଡ଼ର ଗୁଣ୍ଡ ଦେଲେ ମଧ୍ୟ ଜମି ଉର୍ବର ହୋଇଥାଏ। ଦେଖ ଉର୍ବର ହେଲେ କେମିତି ଚାଷ ହୋଇଥାଏ ପିଲାମାନେ ଦେଖ, ଏଇଟା ହେଲେ ଦେଖ କୋବି ଦେଖୁଛ, ଏଇଟା ଧାନ ଚାଷ, ଏଇଟା ଅମୃତଭଣ୍ଡା, ଏଇଟା ବାଇଗଣ, ଏଇଟା କଦଳୀ, ଏଇଟା କାକୁଡ଼ି, ବହୁତ ଭଲ ଚାଷ ହୋଇଥାଏ ପିଲାମାନେ।